ଶୋଇବା ପୂର୍ବରୁ କେବଳ 7 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ସକାଳ ହେବା ମାତ୍ରେ ଦେଖିବେ ଚମତ୍କାର। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା ସିଏ ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆଜ୍ଞା ହଁ, ଯଦି ଆପଣ କେଉଁ ଝିଅ ବା ବିବାହିତା ମହିଳାକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ହେଲେ ସେ ଝିଅ ବା ମହିଳା ଆପଣଙ୍କୁ ଭାව ଦେଉନି, ଆପଣଙ୍କୁ ଦେଖିଲେ ଅଣଦେଖା କରୁଛି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ମହିଳା ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଦୁନିଆର ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ ବିଦ୍ୟା, ଯାହାକୁ ପ୍ରୟୋଗ କରି ଆପଣ ନିଜ ପସନ୍ଦର ଝିଅ ବା ବିବାହିତା ମହିଳାକୁ ନିଜ ବଶରେ କରିପାରିବେ, ତାକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ରାତି ଦିନ ଆପଣଙ୍କ କଥା ଭାବିବ, ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଆଜ୍ଞା ହଁ, ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ଘରେ ବସି ବସି ନିଜ ପସନ୍ଦର ଝିଅ ବା ବିବାହିତା ମହିଳାକୁ ପଟେଇ ପାରିବେ, ନିଜ ପ୍ରେମରେ ଦିବାନୀ କରିପାରିବେ, ଆଉ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଆପଣଙ୍କ ଆଡ଼କୁ ଏମିତି ଆକର୍ଷିତ ହେବ କି ଆପଣ ଭାବିପାରିବେନି। ଟାଣି ହୋଇ ଆପଣଙ୍କ ପାଖକୁ ଆସିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। କେବଳ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ 7 ଥର ଏହି ମନ୍ତ୍ରକୁ ପଢ଼ିବାର ଅଛି। ସକାଳ ହେବା ମାତ୍ରେ ଦେଖିବେ ଚମତ୍କାର। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ କରିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ତାଠାରୁ ମଧ୍ୟ ନିଜର ମନ ମୁତାବକ କାମ ହାସଲ କରିପାରିଛି। ଯେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କ ସହିତ କଥା ହେଉନି, ଆପଣଙ୍କ ନମ୍ବର ବ୍ଲକ୍ କରିଦେଇଛି, ଆପଣଙ୍କୁ ଛାଡ଼ି ପଳେଇଛି, ତେବେ ଆଜି ରାତିରେ ଶୋଇବା ପୂର୍ବରୁ ମାତ୍ର 7 ଥର ଏହି ମନ୍ତ୍ରକୁ ପଢ଼ିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ଆପଣଙ୍କ ପାଖକୁ ଆସିବା ପାଇଁ ବାଧ୍ୟ ହେବ, ନିଜେ ଆସିବ, ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବିଧିର ପ୍ରୟୋଗରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ଆପଣ ବି କେବଳ ଆଜି ରାତିରେ କରିକି ଦେଖନ୍ତୁ, ତାପରେ ଦେଖିବେ ସକାଳ ହେବା ମାତ୍ରେ ଦେଖିବେ ଚମତ୍କାର। ଠିକ୍ ଅଛି, ତେବେ ଏହି ବଶୀକରଣ ଆପଣ କିପରି କରିବେ ମୁଁ ଆପଣଙ୍କୁ ବତେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ବିଧିଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାହାର ଲାଭ ପାଇପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ଦିନ କରିପାରିବେ, କିନ୍ତୁ ଯେବେ ବି କରିବେ ରାତିରେ ଶୋଇବା ପୂର୍ବରୁ କରିବେ, ଆଉ ଲଗାତାର 3 ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ପୂର୍ବରୁ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇକି ସଫା ବସ୍ତ୍ର ପିନ୍ଧିକି ପୂର୍ବ ଦିଗକୁ ମୁହଁ କରିକି ବସି ପଡ଼ିବେ। ତାପରେ ଯେଉଁ ଝିଅ ବା ମହିଳାକୁ ଆପଣ ବଶୀକରଣ କରିବାକୁ ଚାହୁଁଛନ୍ତି ତାକୁ ମନେ ମନେ ଭାବିବେ, ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ମୁଁ ଆପଣଙ୍କୁ ଗୋଟିଏ ମନ୍ତ୍ର ବତଉଛି, ଆପଣ ଏହି ମନ୍ତ୍ରକୁ କେବଳ 7 ଥର ପଢ଼ିଦେବେ, ତାପରେ ଦେଖିବେ ଚମତ୍କାର। ମନ୍ତ୍ରଟି ଏହିପରି, ଧ୍ୟାନ ସହିତ ଶୁଣନ୍ତୁ। ଓମ୍ କ୍ରିଂ କ୍ରିଂ ଆମୁକସ୍ୟ ହୁଂ ବଶଂ କୁରୁ କୁରୁ। ଓମ୍ କ୍ରିଂ କ୍ରିଂ ଆମୁକସ୍ୟ ହୁଂ ବଶଂ କୁରୁ କୁରୁ। ଏଠାରେ ଆମୁକସ୍ୟ ଜାଗାରେ ଆପଣ ସେ ଝିଅ ବା ବିବାହିତା ମହିଳାର ନାମ ଉଚ୍ଚାରଣ କରିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ 7 ଥର ପଢ଼ି ସାରିବା ପରେ ଆପଣ ଶୋଇପଡ଼ିବେ। ରାତି ସାରା ସେ ଝିଅ ବା ସ୍ତ୍ରୀ ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସିଏ ସେହି ସମୟଠାରୁ ଖାଲି ଆପଣଙ୍କ କଥା ଭାବିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ସକାଳ ହେବା ମାତ୍ରେ ସିଏ ନିଜେ ଆପଣଙ୍କୁ ଫୋନ୍ କରିବ, ନହେଲେ ନିଜେ ଆସି ଆପଣଙ୍କ ସହିତ କଥା ହେବ। ମନେ ରଖନ୍ତୁ, ଏହି ବିଧିକୁ ଆପଣ ଅଧାରୁ ଛାଡ଼ିବେନି। ଲଗାତାର 3 ଦିନ ପର୍ଯ୍ୟନ୍ତ
ରାତିରେ ଶୋଇବା ପୂର୍ବରୁ ଏହିପରି କରିବେ। ଧନ୍ୟବାଦ।